2025 ଷଷ୍ଠ ରକ୍ତଦାନ ଶିବିର ଢଁସର ସବୁଜ ବାହିନୀ ସମାପନ କରିଛି। ଇତି ଅବସରରେ ଚଳିତ ବର୍ଷ ଆମେ 103 ୟୁନିଟ୍ ରକ୍ତ ଗ୍ରହଣ କରିଛେ, ଯେଉଁଟାକି ଆମର ମନରେ ଆଶଙ୍କା ଥିଲା 100 ଆମେ କିପରି କରିପାରିବା ନା ନାହିଁ। ଏ ବର୍ଷ ମଧ୍ୟ ଆମେ 100ଟି ରକ୍ତ ୟୁନିଟ୍ ସଂଗ୍ରହ କରିପାରିଲେ। ଏହା ପଛରେ ମୁଁ ଶ୍ରେୟ ଦେବି ଢଁସରର ସମସ୍ତ ଯୁବବର୍ଗମାନଙ୍କର ଅବଦାନ। ତେଣୁ ବିଭିନ୍ନ ଆମକୁ ଖୁସି ଲାଗେ ଢଁସର ଯୁବବର୍ଗ ବିଭିନ୍ନ ଫୋରମରେ ବିଭିନ୍ନ ରୂପରେ ତାଙ୍କର ଅବଦାନ ଦେଖାଏ। କେଉଁଠି ପିଲାମାନେ କ୍ରୀଡ଼ାର ବାର୍ଷିକ ଉତ୍ସବ କରନ୍ତି, କ୍ରିକେଟ୍ ଲିଗ୍ ମ୍ୟାଚ୍, ସେଇ ଆମର ଯୁବକମାନଙ୍କର ଅବଦାନ। କେଉଁଠି ଯୁବକମାନେ ଆମର ଯାତ୍ରା ନାଟକକୁ ପରିବେଷଣ କରି ଲୋକମାନଙ୍କର ରଙ୍ଗ ଆମର ମନମୁଗ୍ଧ କରନ୍ତି, ସେ ମଧ୍ୟ ଯୁବକମାନଙ୍କର ଏକ ଅବଦାନ। କେଉଁଠି ସ୍ୱାମୀ ବିବେକାନନ୍ଦ ଷ୍ଟଡି ସର୍କଲରେ ମଧ୍ୟ ପିଲାମାନେ ଏକାଠି ଶୈକ୍ଷିକ ମାନସିକ ଅଭିବୃଦ୍ଧି କରନ୍ତି। ଏବଂ ଏଠି ମଧ୍ୟ ଆମେ ରକ୍ତଦାନ ଭଳି ଏକ ପରମାର୍ଥିକ କାର୍ଯ୍ୟ କରି 100କୁ ଅକ୍ଷୁଣ୍ଣ ରଖିଛେ। ୟା ପଛରେ ମଧ୍ୟ ଯୁବକମାନଙ୍କର ବଳିଷ୍ଠ ଅବଦାନ ଅଛି। ମୁଁ ତେଣୁ ଜଣେ ଯୁବକ ହିସାବରେ, ଜଣେ ଗାଁର ବାସିନ୍ଦା ହିସାବରେ ଆପଣମାନଙ୍କୁ ଆହୁରି ମଧ୍ୟ ସାଧୁବାଦ ଦେବି। ଏମିତି ଯୁବକମାନେ ଇରେସ୍ପେକ୍ଟିଭ୍ ଅଫ୍ କାଷ୍ଟ, କ୍ରିଡ୍ ଆଣ୍ଡ ରିଲିଜିଅନ୍, ଏଜ୍, ସମସ୍ତେ ସବୁ ପରିଶେଷରେ ଏକାଠି ହୁଅନ୍ତୁ। ଏମିତି ଅନେକ ଅନେକ ସ୍ମାରକୀ କାର୍ଯ୍ୟ ଢଁସର ଗାଁରେ କାର୍ଯ୍ୟ କରିଚାଲୁ ଏବଂ ଆମର ଗାଁର ଉନ୍ନତି ହେଉ ଏବଂ ଯୁବକମାନଙ୍କର ଏବଂ ପଡ଼ପିଢ଼ିମାନେ ବି ଯେମିତି ଏହାକୁ ଅନୁକରଣ କରିବେ, ଏଇଭଳି କାର୍ଯ୍ୟକ୍ରମ ରହୁ। ସମସ୍ତ ଯୁବବର୍ଗମାନଙ୍କୁ ଅଶେଷ ବିଶେଷ ଧନ୍ୟବାଦ। ଥ୍ୟାଙ୍କ ୟୁ ଅଲ୍।